ନୂଆଖାଇ ନୂଆଖାଇ ଓଡ଼ିଶାର ପ୍ରସିଦ୍ଧ ଉତ୍ସବମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଏହା ପଶ୍ଚିମ ଓଡ଼ିଶାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ନୂଆଖାଇ ଶବ୍ଦର ଅର୍ଥ ହେଉଛି ନୂଆ ଧାନ ଖାଇବା। ଏହା ପ୍ରାଥମିକତାର ସହିତ ପାଳିତ ହୋଇଥାଏ ଯେବେ ଚାଷୀମାନେ ନୂଆ ଧାନର ପ୍ରଥମ ଧାନ ବାଣ୍ଟିବା ପରେ ଏହାକୁ ପୂଜାରେ ଅର୍ପଣ କରନ୍ତି। ନୂଆ ଧାନ ଆସିବା ପରେ ନୂତନ ଧାନ୍ୟ ଦ୍ୱାରା ମା ସମଲେଶ୍ୱରୀଙ୍କୁ ପ୍ରସାଦ ଅର୍ପଣ କରାଯାଇଥାଏ। ନୂଆଖାଇ ଉତ୍ସବର ଆରମ୍ଭ ଆଦିବାସୀ ଅଞ୍ଚଳରେ ହୋଇଥିଲା, ଯେଉଁଠାରେ ମୃଗୟା ଏବଂ ମହାପ୍ରଭାବଶାଳୀ ଏକତା ଦର୍ଶାଏ। ପରେ ଏହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ସବୁ ଜାଗାରେ ପାଳିତ ହେବାକୁ ଲାଗିଲା। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାବନାଗତ ଏବଂ ସାମ୍ପ୍ରଦାୟିକ ସମାନତାର ସ୍ୱାଗତ କରିବା। ଏହା ସମାଜର ସାମ୍ପ୍ରଦାୟିକ ଏକତାକୁ ଶକ୍ତିଶାଳୀ ଏବଂ ସଫଳତାରେ ପ୍ରତିଷ୍ଠିତ କରେ। ନୂଆଖାଇ ପର୍ବ ପ୍ରଥମେ ଆଦିବାସୀ ଅଞ୍ଚଳରେ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଳିତ ହୁଏ। ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ନୂଆ ଧାନକୁ ମା ସମଲେଶ୍ୱରୀଙ୍କୁ ଅର୍ପଣ କରି ତାଙ୍କର କୃପା କାମନା କରିବା। ଏହି ପର୍ବ ଓଡ଼ିଶାର ସଂସ୍କୃତିର ଏକ ଅଂଶ ଏବଂ ଲୋକମାନଙ୍କର ମଧ୍ୟରେ ଏକତା ଏବଂ ପ୍ରେମ ଏବଂ ମିଳିତ ପରି ଭାବନାକୁ ଜଗାଇ ରଖେ। ଉତ୍ସବର ମୁଖ୍ୟ ଅନୁଷ୍ଠାନ ହେଉଛି ନୂଆ ଧାନ୍ୟରୁ ତିଆରି ହୋଇଥିବା ବିଭିନ୍ନ ପକାନ୍ତି ଖାଦ୍ୟ ପଖାଣି ସ୍ୱାଦନ କରିବା। ପରିବାର ସବୁ ଲୋକ ମିଶି ଏହି ଖାଦ୍ୟର ଆସ୍ୱାଦନ କରନ୍ତି ଏବଂ ଏହାର ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସମ୍ମିଳନ ଓ ପ୍ରେମ ପ୍ରକାଶ କରନ୍ତି। ଏହି ପର୍ବ ପାଳନର ଆଉ ଗୋଟିଏ ବିଶେଷ ଦିଗ ହେଉଛି ବଡ଼ମାନଙ୍କ ପ୍ରତି ସମ୍ମାନ ଏବଂ ସ୍ନେହ ଜଣାଇବା। ପ୍ରଥମେ ବଡ଼ମାନେ ଖାଦ୍ୟ ଆସ୍ୱାଦନ କରିବା ପରେ ଅନ୍ୟମାନେ ଖାଇଥାନ୍ତି। ନୂଆଖାଇ କେବଳ ଏକ ଉତ୍ସବ ନୁହେଁ, ଏହା ଏକ ଭାବନା, ଏକ ସଂସ୍କୃତିର ଉତ୍ସବ ଯାହା ଲୋକମାନଙ୍କୁ ଏକତା, ସମୃଦ୍ଧି ଏବଂ ସମାଜର ସବୁଠୁ ଭଲ ମୂଲ୍ୟବୋଧର ସମ୍ବନ୍ଧରେ ଜଣାଇଥାଏ। ଏହି ଉତ୍ସବ ଆପଣା ପରିବାର, ନିଜ ଜମି, ନିଜ ଦେଶ ପ୍ରତି ଆଦର ଏବଂ ପ୍ରେମ ଦେଖାଇବାର ସବୁଠାରୁ ସୁନ୍ଦର ଉଦାହରଣ। ଏହା ଏକ ଆନ୍ତରିକ ଭାବନା, ଏକ ସଂସ୍କୃତିର ପ୍ରତୀକ, ଯାହା ଲୋକମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସମ୍ମିଳନ ଏବଂ ସମ୍ମାନକୁ ବହୁଗୁଣିତ କରେ।